ଜାଣିଛ ଜାଣିଛନ୍ତି ସାଙ୍ଗମାନେ, ଆଜି 2025ର ଶେଷ ତାରିଖ। କାହିଁକିନା କାଲି ସକାଳେ ନୂଆ ବର୍ଷ ହେଇଯିବ। ସମସ୍ତଙ୍କ ପାଇଁ ନୂଆ ହେଇପାରେ, କିନ୍ତୁ ଆମ ପାଇଁ ତ ନୂଆ ନା। ଆମ ପାଇଁ ବିତି ଯାଇଥିବା ସେଇ ପୁରୁଣା ବର୍ଷ ସବୁଠୁ କଷ୍ଟଦାୟକ, ଯେଉଁ କହନ୍ତିନି, ଏତେ କଷ୍ଟ ଦେଇଛି ସେ ପୁରୁଣା ବର୍ଷ ନୂଆ ବର୍ଷ ଯେତେ ଆଇଲେ ବି ସେତେ ବି କଷ୍ଟ ହିଁ ଲାଗିବ। 2023 ଜୀବନର ତ ସବୁଠୁ ବଡ଼ର ଦୁଃଖର ଦିନ ଯେଉଁ ମୋତେ ଦେଇଛି, ଯେଉଁ ଦୁଃଖ 2023 ଜୀବନ ସାରା ବି ଥିଲେ ବି ମୁଁ ଭୁଲି ପାରିବିନି। କାହିଁକିନା ସେଇ 2023ର ଅଗଷ୍ଟ ମାସ 13, 14, 15 ମୋ ଜୀବନର ଶେଷ ତାରିଖ ଯେଉଁ କହିଲା ଭଳିଆ, ସେଇଥିରେ ଶେଷ ତାରିଖକୁ ନେଇକି ଆମେ ପ୍ରତି ମାସ ପ୍ରତି ବର୍ଷ ଆମର ସେଇ ଅଗଷ୍ଟ ମାସ ଆସିଲା ମାନେ ଛାତି ଫାଟିଗଲା ଭଳିଆ ଲାଗେ। ଏମିତି ବି ପ୍ରତି ମାସରେ ଯେଉଁ 14, 13, 14, 15 ତାରିଖ ଆସୁଛି ନା, ସେଇଆକୁ ବି ମୋତେ ସାମ୍ନା କଲାକୁ ବହୁତ କଷ୍ଟ ଲାଗେ। ସକାଳେ ସଞ୍ଜ ଯାଏ ଯେମିତି ଲାଗେ କାଲି ଭଳିଆ ଦିନଟା ଆସିଛି ଏରିକି, ପୁଣି ପ୍ରଭୁ ତା ପୁରୁଣା ଦିନ ଆମକୁ ଆଉ ଫେରେଇବେନି ନା। ଯାହା ନୂଆ ଦେବେ, ଯାହା ବି ଛଡ଼େଇକି ନେଇଯାଇଛନ୍ତି କିଛି ବି ଦେବେନି ବାବୁ। ତାକୁ ତ ଆମକୁ ପୁଣି ସେଇଆକୁ ଧରିକି ବାଟ ଚାଲିବାକୁ ପଡ଼ୁଛି। କାହିଁକିନା ଯାହା ହାତ ଧରିକି ଦୁନିଆକୁ ଆମେ ଆସିଛେ ସିଏ ତ ଆଉ ନାହାନ୍ତି। ଯାହା ପାଇଁକା ସମାଜ ଆଖି ଉଠିକି ଚାହୁଁନଥିଲା, ସାହସ କରିପାରୁନଥିଲା, କହିବାକୁ ପଦେ କେହି କହିବାକୁ ନଥିଲେ, ସିଏ ଥିଲେ ବେଲିକା ଆଜି ସିଏ ନାହାନ୍ତି। ସମସ୍ତେ କହିବାକୁ ସୁଯୋଗ ସମସ୍ତଙ୍କୁ ମିଳିଯାଉଛି। ଏମିତି ବି ସେ ଗଲା ପରେ ନା, ନିଜ ଲୋକ ସବୁ ପର ହେଇଗଲେ, କେହି ବି ରହିଲେନି ନିଜର ହେଇକି। ଆଉ କାଳେ ମା ପୁଅ ବୋଝ ହେଇଯିବେ ସମସ୍ତଙ୍କ ପାଖେ କି, ସେଥିପାଇଁ ବୋଧେ ବାଟ କାଟିଦେଲେ ନିଜ ଆଡ଼ୁ। ଦୁଃଖ ଆସିଲେ ଜଣାପଡ଼େ କିଏ ଦୁଃଖର ସାଥୀ କି ସୁଖର ସାଥୀ।